ପଦ୍ମଶ୍ରୀ ପଦ୍ମ ବିଭୂଷଣ ଶ୍ରୀଯୁକ୍ତ ଏନ୍.ଆର୍. ନାରାୟଣ ମୂର୍ତ୍ତି 20/8/1946ରେ ଜନ୍ମଗ୍ରହଣ କରିଥିଲେ। କର୍ଣ୍ଣାଟକରେ ତାଙ୍କର ବହୁତ ଖ୍ୟାତି, ପ୍ରଶଂସା, ନାମ ରହିଛି। ଭାରତରେ କାହିଁକି ସାରା ୱାର୍ଲଡରେ ତାଙ୍କର ନାଁ ଅଛି। ଭାରତରେ ତାଙ୍କୁ ଇଣ୍ଡିଆନ ଆଇଟି ସେକ୍ଟରର ଫାଦର କୁହାଯାଏ। ତାଙ୍କର ନେଟ୍ ୱର୍ଥ ରହିଛି $5.1 ବିଲିୟନ ଏବଂ 606 ନମ୍ବର ଧନୀ ବ୍ୟକ୍ତି ୱାର୍ଲଡରେ ଏବଂ 12ତମ ଗ୍ରେଟେଷ୍ଟ ଏଣ୍ଟରପ୍ରିନର ତାଲିକାରେ ତାଙ୍କର ନାଁ ଆସିଥାଏ। ଆଜି ଆମେ ଜାଣିବା, ଚାର୍ଟ ଆନାଲିସିସ୍ କରିବା BNN ଏଷ୍ଟ୍ରୋଲୋଜି ଆଧାରରେ ଶ୍ରୀଯୁକ୍ତ ପଦ୍ମଶ୍ରୀ ପଦ୍ମ ବିଭୂଷଣ ନାରାୟଣ ମୂର୍ତ୍ତିଙ୍କ ଜନ୍ମକୁ ନେଇକି କାହିଁକି ଏତେ ସେ ପ୍ରସିଦ୍ଧ, ସାରା ଭାରତରେ ସାରା ବିଶ୍ୱରେ ତାଙ୍କର ନାଁ ରହିଛି। ସୂର୍ଯ୍ୟ ସ୍ୱରାଶିରେ ଅଛନ୍ତି। ଯଦି ଆମେ ଦେଖିବା ଚାର୍ଟକୁ, ଆଗକୁ ଯାଇକି ସୂର୍ଯ୍ୟ ମଙ୍ଗଳ ଯୁତି ବା ସୂର୍ଯ୍ୟ ମଙ୍ଗଳ ମିଶିବାରୁ ତେଜଗ୍ନି ଯୋଗ ଦେଖାଉଛି, ଯାହାକି ନେମ୍ ଫେମ୍ ଆଣିଦେଇଥାଏ ବ୍ୟକ୍ତିଙ୍କର। 2-6-10 ଟ୍ରାଏଙ୍ଗଲରେ ମୁନ୍, ମାର୍ସ, ଭେନସ୍, ରାହୁ କମ୍ବିନେସନ ଥିବାରୁ ବ୍ୟକ୍ତିଙ୍କର ଡେଲି ଇନକମ୍, ଡେଲି ଟ୍ରାଞ୍ଜାକ୍ସନ ବଢ଼ିଥାଏ। ଏହା ଗୋଟିଏ ଜାଗାରେ ସୀମିତ ରହିନଥାଏ, ତାକୁ ଏକ୍ସପାଣ୍ଡ କରିଦେଇଥାଏ। ଅର୍ଥାତ୍ ଆମେ ଯଦି ଦେଖିବା, ଶ୍ରୀଯୁକ୍ତ ନାରାୟଣ ମୂର୍ତ୍ତିଙ୍କର ବିଜନେସ୍ ଟେକ୍ନିକାଲ ଫିଲ୍ଡରେ ସାରା ବିଶ୍ୱରେ ନାଁ କରିଛି ଏବଂ ତାହା ଖ୍ୟାତି ଆଣିଛି। ଆପଣ ଜାଣିଥିବେ ଇନଫୋସିସ୍ ଯେଉଁଟାକି ଗୋଟିଏ ବଡ଼ କମ୍ପାନୀ, ଦେଶ ବିଦେଶରେ ତାହାର ବିଜନେସ୍ ଚାଲିଅଛି। ମୁନ୍ ରାହୁ ସେକେଣ୍ଡ ରାଶିରେ ବା ଟରସ୍ ରାଶିରେ ଥିବାରୁ ଏହା ମୁନ୍, ରାହୁ ଏବଂ ଭେନସ୍ କମ୍ବିନେସନ ଦିଏ, ଯାହାକି ୱେଲ୍ଥ, ଲକ୍ଜରୀକୁ ଏକ୍ସପାଣ୍ଡ କରିଦେଇଥାଏ ବ୍ୟକ୍ତିଙ୍କ ପାଇଁ। କନ୍ୟା ରାଶିରେ ମଙ୍ଗଳ, ଶୁକ୍ର ବା ମାର୍ସ, ଭେନସ୍ କନ୍ୟା ରାଶିରେ ଥିବାରୁ ଏବଂ ମଙ୍ଗଳ ଥିବାରୁ ଟେକ୍ନିକାଲ ଫିଲ୍ଡରୁ ବ୍ୟକ୍ତିଙ୍କୁ ଲାଭ ଦେଇଥାଏ। ମଲ୍ଟିପୁଲ ବ୍ୟାଙ୍କ ଆକାଉଣ୍ଟ, ମଲ୍ଟିପୁଲ ଆପାର୍ଟମେଣ୍ଟ ଏବଂ ଲକ୍ଜରୀ ଭେହିକେଲର। 7 ନମ୍ବର ରାଶି ଲିବ୍ରାରେ ଜୁପିଟର ଏବଂ ତାକୁ ରିଟ୍ରୋଗ୍ରେଡ୍ କରିକି ମିଶିଛି କେତୁ ଏବଂ ଲିବ୍ରା ମାନେ ଆପଣମାନେ ଜାଣିଥିବେ 7 ନମ୍ବର ରାଶି, ରାଶି ଲର୍ଡ ଭେନସ୍। ଏଇଥିରେ ବ୍ୟକ୍ତିଙ୍କୁ BNN ଏଷ୍ଟ୍ରୋଲୋଜି ହିସାବରେ ଜୁପିଟର କେତୁ ଶ୍ରେଷ୍ଠ ବା ନୋବେଲ ଯୋଗ ଆଣିଥାଏ। ଆପଣମାନେ ଜାଣିଥିବେ ଶ୍ରୀଯୁକ୍ତ ନାରାୟଣ ମୂର୍ତ୍ତି ପଦ୍ମଶ୍ରୀ ପଦ୍ମ ବିଭୂଷଣରେ ବିଭୂଷିତ ହୋଇଛନ୍ତି ବା ତାଙ୍କୁ ଦିଆହେଇଛି ଉପାଧି ଏବଂ ଭାରତର ତାଙ୍କୁ ଫାଦର କୁହାଯାଏ ଆଇଟି ସେକ୍ଟରରେ। ରାହୁ ରିଟ୍ରୋଗ୍ରେଡ୍ କରିକି ସପ୍ତମ ଦୃଷ୍ଟି ଜୁପିଟର ଉପରେ ଥିବାରୁ ଏହା ରାଜଯୋଗ ସଦୃଶ ବ୍ୟକ୍ତିଙ୍କୁ ମେଟେରିଆଲିଷ୍ଟିକ ସୁଖ ଆଣିଥାଏ। ସଟର୍ନ ମର୍କୁରୀ 4 ନମ୍ବର ରାଶିରେ ଅଛନ୍ତି, ଯାହାକି ବ୍ୟକ୍ତିଙ୍କୁ ହାର୍ଡୱାର୍କ କରାଇଥାଏ ଏବଂ ତାପରେ ସଟର୍ନ ମର୍କୁରୀ ମିଶିଛନ୍ତି ଆଗରେ ଯାଇକି ସୂର୍ଯ୍ୟ ସାଙ୍ଗରେ, ଯେଉଁଟାକି ଲାର୍ଜ ସ୍କେଲ ବିଜନେସ୍ ଏକ୍ସପାଣ୍ଡ କରିଥାଏ। 4-8-12 ଟ୍ରାଏଙ୍ଗଲକୁ ଯଦି ଦେଖିବା ଆମେ, ଶ୍ରୀଯୁକ୍ତ ନାରାୟଣ ମୂର୍ତ୍ତିଙ୍କର ସଟର୍ନ, ମର୍କୁରୀ ଏବଂ କେତୁ ଅଷ୍ଟମ ଘରେ ମଙ୍ଗଳ ପରି କାମ କରିଥାଏ। ଅର୍ଥାତ୍ ଏଠି ସଟର୍ନ, ମର୍କୁରୀ, ମାର୍ସର କମ୍ବିନେସନ ହେଉଥିବାରୁ ବ୍ୟକ୍ତିଙ୍କୁ ଟେକ୍ନିକାଲ ଏଜୁକେସନ, କୋଡିଂ, ସଫ୍ଟୱେର ରିଲେଟେଡ ତାଙ୍କର ପ୍ରଫେସନ ହୋଇଥାଏ ଏବଂ ତାହାକୁ ମଲ୍ଟିପୁଲ ୱେରେ ଏକ୍ସପାଣ୍ଡ କରିଥାଏ ବା ତାଙ୍କର ବିଜନେସ୍ ମଲ୍ଟିପୁଲ ୱେରେ ଚାଲିଥାଏ। ଆପଣମାନେ ଆଜି ଶୁଣିଲେ, ଜାଣିଲେ ଶ୍ରୀଯୁକ୍ତ ନାରାୟଣ ମୂର୍ତ୍ତିଙ୍କର ସଫଳତାର ରହସ୍ୟ, ତାଙ୍କର କିଭଳି ରହିଛି ଚାର୍ଟ ଆନାଲିସିସ୍ BNN ଏଷ୍ଟ୍ରୋଲୋଜି ହିସାବରେ।